ଗ୍ରହର ଓଜନ ପୃଥିବୀ ଓଜନଟା କମ ହେଲା, ତେବେ ଦୂରତା ଅନୁସାରେ ଗ୍ରହଟା ପୃଥିବୀ ତା ଆଡକୁ ଟାଣିବ। ଯେହେତୁ ପୃଥିବୀର ଓଜନଟା ଅଧିକା, ଗ୍ରହର ଓଜନ କମ, ତେବେ ଗ୍ରହଟାକୁ ପୃଥିବୀଟା ତା ଆଡକୁ ଟାଣିବ। তুমি যেତେବେଳେ ପୃଥିବୀ ଉପରେ ଗୋଡ ପକେଇବାକୁ ଗଲ, ଆମେ ପୃଥିବୀରେ ଗୋଡ ପକେଇଲେ, ଯେତେବେଳେ ପୃଥିବୀ ତୁମ ଆଡକୁ ଟାଣିଲା ତା ଯେତେବେଳେ ସେତେବେଳେ ପୃଥିବୀ ତୁମ ଗୋଡକୁ ଟାଣିଲା ତା ଆମେ ଯେତେବେଳେ ପୃଥିବୀ ଉପରେ ଏମିତି ଗୋଡ ପକେଇଲେ, ମାଟି ମା କଣ କଲା, ପୃଥିବୀ ଉପରେ ଆମ ଗୋଡକୁ ତା ଆଡକୁ କାରଣ ଆମ ଗୋଡର ଓଜନ ପୃଥିବୀର ଓଜନ ଠାରୁ କମ, ତେଣୁକରି ସିଏ ଆମକୁ ଟାଣିଲା। ନାଇଁ, ଯଦି ପୃଥିବୀର ଓଜନ କମ ଥାନ୍ତା, ଆମ ଗୋଡର ଓଜନ ଅଧିକା ଥାନ୍ତା, ତାହେଲେ ଆମ ଗୋଡ ପୃଥିବୀ ଉପରକୁ ଟାଣନ୍ତା, ନିଜ ଆଡକୁ ଟାଣ। ତୁମ ଗୋଡର ଓଜନ କମ ଥିବାରୁ ତୁମେ ଟାଣିଦେଲ ତା, ଆମ ଗୋଡର ଓଜନଟା କମ ବୋଲିକି ଆମେ ପୃଥିବୀ ଆଡକୁ ଟାଣି ହେଲେ, ନାହିଁ ପୃଥିବୀ ଆମ ଆଡକୁ। ତୁମ ଶକ୍ତିମଣ୍ଡଳ, ପୃଥିବୀର ଶକ୍ତିମଣ୍ଡଳ ଏହିପରି ଭାବରେ ଆସ୍ତେ ଆସ୍ତେ ନିକଟେଇ ଆସିଲେ। ତେବେ ଆମେ କହିଲେ ଯୋଉ ମଣ୍ଡଳ ଜିନିଷ ଚାରିପଟେ ଗୋଟେ ମଣ୍ଡଳ ଅଛି, ଶକ୍ତି ମଣ୍ଡଳ, ଯୋଉ ମାଧ୍ୟାକର୍ଷଣ ଆକର୍ଷଣୀୟ ଶକ୍ତି ଅଛି, ସେ ମଣ୍ଡଳଟା ଆଉ ପୃଥିବୀର ଶକ୍ତି ମଣ୍ଡଳ ପରସ୍ପର ଆଡକୁ ଟାଣି ହେଇଗଲେ ହେଲା ପରେ ସେ ମଣ୍ଡଳଟା କଣ ଶୂନ୍ୟ, ସେଇ ଶୂନ୍ୟ କଥା କହୁଛନ୍ତି। ଶକ୍ତିମଣ୍ଡଳ, ତୁମ ଶକ୍ତିମଣ୍ଡଳ ଓ ପୃଥିବୀର ଶକ୍ତିମଣ୍ଡଳ ଏହିପରି ଭାବରେ ଆସ୍ତେ ଆସ୍ତେ ନିକଟେଇ ଆସିଲେ, ଯୋଉଠି ଏଇ ଦୁଇ ମଣ୍ଡଳ ଭେଦି ଗଲେ ସେଇଠି ତୁମେ ରହିବାକୁ ଆରମ୍ଭ କର। ଯୋଉଠି ତାର ମୁଁ ରହିଲି ମାନେ ମୋ ଗୋଡର ଯୋଉ ମଣ୍ଡଳଟି ଅଛି ଆଉ ପୃଥିବୀର ମଣ୍ଡଳ ଦି ଛୁଆଁଛୁଇଁ ହେଇଗଲା, ସେଇ ଜାଗାରେ ମୋ ଗୋଡଟି ରହିଲା। ଲେଖକ କହିଲେ, ତେବେ କହୁଛି ସେ ତୁମକୁ ଟାଣିବାକୁ ଚେଷ୍ଟା କରୁଛି, ତୁମେ ତାକୁ ଟାଣିବାକୁ ଚେଷ୍ଟା, ତାପରେ ଯୋଉ ଜାଗାରେ ରହିଲା, ସମସ୍ତଙ୍କର ଆକର୍ଷଣୀୟ ଶକ୍ତି ଅଛି, ସିଏ ତମକୁ ଟାଣିବାକୁ ଚେଷ୍ଟା କରୁଛି, ତୁମେ ତାକୁ ଟାଣିବାକୁ ଚେଷ୍ଟା କରୁଛ। ଏଇ ଦିଟା ଟାଣିବା ଶକ୍ତି ଏତେ ପାଖକୁ ପାଖ ଆସିଗଲେ କେହି କାହାକୁ ଟାଣି ପାରିଲେନି। ତାପରେ ଯେତେବେଳେ ଗୋଡ ଲାଗିଗଲା ମାଟିରେ, କେହି ଆଉ କାହାକୁ ଟାଣି ପାରିଲେନି। ଫଳରେ ଗୋଟେ ଶକ୍ତି କ୍ଷେତ୍ର ତିଆରି ହେଇଗଲା ସେଇ ଶୂନ୍ୟ ଦେଶରେ, ଯାହା ହେତୁ ତୁମେ ଗୋଡ ପକାଇ ଚାଲିପାରିଲ ବୋଲି କହିବ। ପ୍ରଥମେ ତୁମେ ମାଟି ଉପରେ ଚାଲିଲ, ତ ସେଇ ଦୃଷ୍ଟିରୁ ଯଦି ସେ ବିଜ୍ଞାନ ଦୃଷ୍ଟିରୁ କହିଲେ, ତାହେଲେ ସିଏ କହୁଛି ଆମର ବହିଟିଏ ବା ପୃଥିବୀ, ତାର ଭିତରେ ଗୋଟେ ସରୁ ବଳୟ ଅଛି, ଯୋଉଟା ଆମକୁ ଦେଖାଯାଉନି, ସେଇଟା ସୂର୍ଯ୍ୟ ହେଲା। କିନ୍ତୁ ଇନ୍ଦ୍ରିୟ ତାକୁ ଗ୍ରହଣ କରିବ କି? ଇନ୍ଦ୍ରିୟ କହିବ ନାହିଁ, ତ ଆମେ ତ ମାଟି ଉପରେ ଠିଆ ହେଇଛୁ ନା, ତ ତେବେ ଇନ୍ଦ୍ରିୟ ଗ୍ରାହ୍ୟ ଯାହା ତାହା ସତ୍ୟ ଆମେ ପଢିଛେ, ତେଣୁ ଆମେ କୋଉଟାକୁ ସତ୍ୟ ବୋଲି ଭାବିବା, ଯେ ଆମେ ମାଟି ଉପରେ ଠିଆ ହେଇଛୁ, ଯୋଉଟା ଆମେ ଦେଖିପାରୁଛୁ, ମେସିସ୍ କରିପାରୁଛୁ, ସେଇଟା ହିଁ ସତ୍ୟ। ବିଜ୍ଞାନ କହୁଛି କି ତମର ଯୋଉ ମଣ୍ଡଳ ଦିଟା ଅଛି, ତା ଭିତରେ ଗୋଟେ ସରୁ ମଣ୍ଡଳ ଅଛି, ସେଟା ଶୂନ୍ୟ ମଣ୍ଡଳ, ଯୋଉଠି ତମେ ଶୂନ୍ୟରେ ଅଛି, ତମ ମାଟି, ତମ ପାଦ ମାଟିରେ ଲାଗିନାହିଁ, କିନ୍ତୁ ଏହାକୁ ଆମେ ବିଶ୍ୱାସ କରିପାରିବା ନାହିଁ। ଫଳରେ ଗୋଟେ ଶକ୍ତି ହେଲା, ଯାହାକୁ ତୁମେ ଗୋଡ ପକାଇ ଚାଲିପାରିଲ ବୋଲି କହିଲ। ପ୍ରଥମେ ତୁମେ ମାଟି ଉପରେ ଚାଲିଲନି, ମାଟିର ଶକ୍ତି ଓ ତୁମ ପାଦର ଶକ୍ତି ଦୁଇଟାଙ୍କର ମିଳନ ସ୍ଥଳ ଶୂନ୍ୟ କ୍ଷେତ୍ରରେ ଭାସିଗଲ। ତେବେ କହୁଛି ତୁମେ ମାଟି ଉପରେ ଚାଲୁନ, ତୁମ ପାଦ ତଳର ଯୋଉ ବଳୟଟି ଆଉ ପୃଥିବୀର ବଳୟ ଯୋଉ ଶୂନ୍ୟ କ୍ଷେତ୍ର, ତମେ ସେଇଠି ରହିବ, ତେବେ ଚାଲୁନ। ସେଠି ଯେବେ ମାଟିର ଶକ୍ତି ତୁମ ଠାରୁ ବେଶୀ ହେଇଥାନ୍ତା, ସେଠି ଯଦି ମାଟିର ଶକ୍ତି ତୁମ ଶକ୍ତିଠାରୁ ବେଶୀ ହେଇଥାନ୍ତା, ତାହେଲେ ମାଟି ତୁମକୁ ତା ଭିତରକୁ ଟାଣିନେବ, ପାଦ ତୁମର ଦବି ଯାଆନ୍ତା, ତମ ପାଦ କାହିଁକି ଦବୁନି? ସିଏ କହିଲା ତା ବିଜ୍ଞାନ ଦୃଷ୍ଟିରୁ ଯଦି ଆମେ ଯିବା, ତାହେଲେ ପୃଥିବୀରେ ଯେତେବେଳେ ଆମେ ମାଟିରେ ଚାଲୁଛେ, ଆମ ପାଦ ତ ତଳକୁ ଦବୁନି, ଯଦି ତା ଯାହାର ଯେତେ ଶକ୍ତି ସେ ସେତେ ନିଜ ଆଡକୁ ଟାଣିବ ନା। ତମର ମୋର ଫାଇଟ୍ ଲାଗିଲେ, ମୋର ଅଧିକା ଶକ୍ତି, ମୁଁ ତମକୁ ମୋ ଆଡକୁ ଝିକିବି, ବା ତମେ ତମ ଆଡକୁ ଝିକିବ। ଯଦି ଦି ଜଣଙ୍କର ଶକ୍ତି ବରାବର ଥିବ, ତାମାନେ ଗୋଟେ ଜାଗାରେ ଆମେ ରହିବା, ନୁହେଁ କି? ଠିକ ସେମିତି ପୃଥିବୀ ଆଉ ତମର ଯୋଉ ପାଦ ପକଉଛି, ତମ ପାଦର ଶରୀରର ଶକ୍ତି ପୃଥିବୀର ଶକ୍ତି ଯେତେବେଳେ ଟଣାଟଣି ହଉଛି, ବରାବର ହେଇଯାଉଛି, ସେ ତମକୁ ଟାଣି ପାରିବି, ତମେ ତାକୁ ଟାଣି ପାରିବ, ସେଇ ଯୋଉ ଜାଗାରେ, ସେଥିପାଇଁ ତମ ପାଦଟି ଉଠେଇକି ପକେଇ ପାରୁଛ, ଆଉ ପାଦେ ପକେଇ ପାରୁଛ, ଯାଇପାରୁଛ, ତା ନହେଲେ ତମ ପାଦ ଟିକେ ଟିକେ ମାଟି ଭିତରକୁ ପଶି ଯାଆନ୍ତା। ସେଇ କଥାକୁ ମାନେ ସେ ବିଜ୍ଞାନ ଭାଷାରେ ତମ ବୁଦ୍ଧି ଆଉ ଜ୍ଞାନ ବଳରେ ତୁମେ ଅସତ୍ୟକୁ ମଧ୍ୟ ସତ୍ୟରେ ପରିଣତ କରିପାରିବ। ଏଇଟା ବୁଦ୍ଧି ଆଉ ଜ୍ଞାନ, ନାଇଁ ବିଜ୍ଞାନ ବୁଦ୍ଧି। ତେଣୁ କରିକି ତାହେଲେ ଯଦି ସେଠି ଯେବେ ମାଟିର ଶକ୍ତି ତୁମଠାରୁ ବେଶୀ ଦେବେ, ତାହେଲେ ତୁମ ଗୋଡ ମାଟି ଭିତରେ ପଶିଯାଆନ୍ତା, ସେ ତମକୁ ଟାଣି ନେଇଯାନ୍ତା। ଆଉ ତୁମ ଶକ୍ତି ଯେବେ ବେଶୀ ହେଇଥାନ୍ତା, ସେତେ ତା ଉପରେ ତୁମେ ପଡିଥାନ୍ତା। ତୁମ ଶକ୍ତି ଅଧିକା, ତମେ ପାଦ ପକେଇକି ଆରାମସେ ସ୍ମୁଥଲି ଚାଲୁଛ, ତମେ ନ ଚାଲିକି ସେ ଜୋରରେ ଟାଣୁଛି, ତୁମର ବି ଓଜନିଆ, ତୁମେ ଦେଇକି ପଡିଥାନ୍ତା। ତାପରେ ତୁମେ ପଡିଲେ, ତୁମର ଶକ୍ତି ମାଟି ଟାଣୁଛି, ତାର ଶକ୍ତି ମିଶିକି ତମ ଗୋଡ ପଶି ଯାଇଥାନ୍ତା। ସେଇ କଥା ବୁଝନ୍ତୁ। ତେବେ ଏଇ କଥା କହିବା ପରେ ଲେଖକ ପୁଣି କହିଲେ, ଅର୍ଥାତ୍ ଅଙ୍କ ବିଜ୍ଞାନ ସାହାଯ୍ୟରେ ତୁମେ ଦେଖିଲ, ତୁମେ ପ୍ରକୃତରେ ମାଟି ଉପରେ ଚାଲିଲନି। ତେବେ ଆମେ ଇନ୍ଦ୍ରିୟ ଯାହା ଦେଖିଲା ତାକୁ ବିଶ୍ୱାସ କରିବା, ନା ଅଙ୍କ ବିଜ୍ଞାନ ଶାସ୍ତ୍ର ଅନୁସାରେ ବୁଦ୍ଧି ବିବେକ, ଯଦି ବୁଦ୍ଧି ଖର୍ଚ୍ଚ କରିବା, ଜ୍ଞାନ ଖର୍ଚ୍ଚ କରିବା, ତାହେଲେ ସେଇ ଅନୁସାରେ ତୁମେ ମାଟି ଉପରେ ଚାଲିଲ ନାହିଁ।
ଉଡିଛ ମାତ୍ରକ ମାନବ ଏ କଥାଟା ମାନିବ, ଏ କଥାଟା ତ ମାନିବ, ଉଡୁଛ ବୋଲି ତମେ ମାନିବ? ତମକୁ ତ ବୁଦ୍ଧି ଲଗା ହେଲା, ଅଙ୍କ ଶାସ୍ତ୍ର ବିଜ୍ଞାନ ଶାସ୍ତ୍ର ଦିଆହେଲା। ଆମେ କିନ୍ତୁ ବହିରେ ଏଇଟା ପଢିଛେ କଣ ନାଇଁ, ପୃଥିବୀରେ ଗୋଟେ ବଳୟ ଅଛି, ଯେକୌଣସି ଜିନିଷର ଗୋଟେ ବଳୟ ସାଇନ୍ସ ରେ ପଢିଛ ନା ପଢିବେ? ସମସ୍ତେ ପଢିଛ, ପେପର 1 ସାଇନ୍ସ ପେପର 1 ତମର 10th ଫାର୍ଷ୍ଟ ଇୟର ପଢିଛ। ହେଲେ ବି ଯେହେତୁ ଆମ ଆଖିରେ ଦେଖୁନେ ବୋଲି ସେ ଜିନିଷଟା ବିଶ୍ୱାସ କରୁନେ, ସେଇ ସାଇନ୍ସ ହଉ ସେଇ ମ୍ୟାଥମେଟିକ୍ସ ହଉ 1+1 2 ଆମେ ବିଶ୍ୱାସ କରୁଛେ ନା ନାଇଁ? ତାକୁ ପୁଣି ବିଶ୍ୱାସ କରୁଛେ ନାଇଁ କି? ତମକୁ 1+1 3 କଲେ ବିଶ୍ୱାସ କରିବନି? ବିଶ୍ୱାସ କରିବନି କାହିଁକି? ସେଟା ତ ତମେ ଅଙ୍ଗୀଲିଭ ନା, ସେଟା ତ ତମେ ଦେଖୁନ ଜାଣୁନ, କିନ୍ତୁ ତମେ ସେଟା ପଢିଛ, ତମର ଜ୍ଞାନ ବଳରେ ବିଶ୍ୱାସ କରୁଛ। କିନ୍ତୁ ସବୁ ଜାଗାରେ ଜ୍ଞାନର ପ୍ରୟୋଗ କରିକି, କିଛିଟା ଜାଗାରେ ଇନ୍ଦ୍ରିୟ ଦେଖିକି ବିଶ୍ୱାସ କରିବ, କିଛିଟା ଜାଗାରେ ସତକୁ ମଧ୍ୟ ଜ୍ଞାନ ବୁଦ୍ଧି ବଳରେ ମିଥ୍ୟା ବୋଲି ପ୍ରମାଣିତ କରିବ। ମାତ୍ର ବୁଦ୍ଧି କହୁଛି, ତେବେ ତୁମରି ଆଖି ଦେଖିବ ତୁମ ଗୋଡ ମାଟି ଉପରେ। ତୁମ ଆଖି ଦେଖୁଛି କଣ? ମାଟି ଉପରେ। ତମ ପାଦ, ଆଖି ଦେଖିଲେ, ଆଖି ଗୋଟେ ଇନ୍ଦ୍ରିୟ, ଆଖି ଦେଖୁଛି ତମ ପାଦ ମାଟି ଉପରେ ଅଛି, ତେଣୁ ତମେ ବିଶ୍ୱାସ କରୁଛ ଯେ ମାଟି, ଆମେ ମାଟିକୁ ଛୁଇଁକି ଚାଲୁଛେ। ମାତ୍ର ବୁଦ୍ଧି କଣ କହୁଛି? ବୁଦ୍ଧି ଏଠି କଣ, ଅଙ୍କ ଶାସ୍ତ୍ର ଆଉ ବିଜ୍ଞାନ ଶାସ୍ତ୍ର ଅନୁସାରେ ମୋ ବୁଦ୍ଧି କହୁଛି କଣ? ମାଟିକୁ ଲାଗିନି ତୁମ ଗୋଡ। ବିଜ୍ଞାନ ଶାସ୍ତ୍ର କଣ କହିବ? ବୁଦ୍ଧି ସେଇଟା ନା। ଜ୍ଞାନ କହୁଛି ମାଟିକୁ ଲାଗିନି, କାହିଁକି ଲାଗିନି? ସେ ତା ଭିତରେ ଗୋଟେ ଅଳ୍ପ ହଉ ବରଂ, ନାକୁ ଦେଖା ନ ହଉ ବରଂ, ସେ ଗୋଟେ ବଳୟ ଅଛି, ଶୂନ୍ୟ ବଳୟ, ଯଦି ତମେ ଚାଲୁଛ, ଝୁଙ୍କୁଛ, ଉଡୁଛ, ଭାସୁଛ। କାହାକୁ ବିଶ୍ୱାସ କରିବ? ଆଖି କି ନା ବୁଦ୍ଧି କି? କାହାକୁ ବିଶ୍ୱାସ କରିବ? ଆଖି କି ବିଶ୍ୱାସ କରିବ ନା ବୁଦ୍ଧି କି ବିଶ୍ୱାସ କରିବ? ସେଇ କଥା ଲେଖକ ପଚାରୁଛନ୍ତି। ତେବେ ଷଡ଼ ଇନ୍ଦ୍ରିୟ ଯାକ ତୁମର ଏକମତ ନ ହୁଅନ୍ତି କୌଣସି ବିଷୟରେ, ତୁମେ ତାକୁ ସତ କହିବ ନା ମିଛ କହିବ? ତାହେଲେ ଆମେ ତ ଯଦି କହୁଛେ ଆମେ ଇନ୍ଦ୍ରିୟ ଯାହା ଇନ୍ଦ୍ରିୟ ଗ୍ରାହ୍ୟ ତାହା ସତ୍ୟ, ମାନେ ଇନ୍ଦ୍ରିୟ ଯାହାକୁ ଗ୍ରହଣ କରିବ ତାହା ସତ୍ୟ, ତାହେଲେ ଯୋଉ ଜାଗାରେ ଷଡ଼ ଇନ୍ଦ୍ରିୟ, ପଞ୍ଚ ଇନ୍ଦ୍ରିୟ, ତମର ଆଖି ନାକ କାନ ପାଟି ଜିଭ ଏସବୁ ପାଞ୍ଚ ଇନ୍ଦ୍ରିୟ, ଆଉ ମନ ମଧ୍ୟ ଗୋଟେ ଇନ୍ଦ୍ରିୟ ମିଶିଗଲେ ସେଇଟା ଷଡ଼ ଇନ୍ଦ୍ରିୟ ଯାକ ତୁମର ଯଦି ଏକମତ ହୁଅନ୍ତି ନ ହୁଅନ୍ତି, ମନ କହୁଛି ତମେ ପାଠ ପଢିଛ, ବୁଦ୍ଧି, ବୁଦ୍ଧି କୋଉଠୁ? ମନରେ ନା। ବୁଦ୍ଧି କହୁଛି ତମର ଏଇଟା, ତମେ ମାଟିରେ ପାଦ ରଖିନା, କିନ୍ତୁ ଆଖି କହୁଛି ଦେଖିଛ, ପାଦଟା ମେହସୁସ କରୁଛି, ସେ କହୁଛି ତମେ ପାଦ ରଖିଛ, ତମେ କାହାକୁ ବିଶ୍ୱାସ କରିବ? ସେଇ ତେବେ ତୁମେ କାହାକୁ ତାକୁ ସତ କହିବ ନା ମିଛ କହିବ? ଯଦି ତମର ଷଡ଼ ଇନ୍ଦ୍ରିୟ ଜାଣିବ, ମନ ବୁଦ୍ଧି ଅଲଗା କଥା କହୁଛି, ଆଉ ବାକି ଇନ୍ଦ୍ରିୟ ଗୋଟେ ଅଲଗା କଥା କହୁଛି, ତେବେ ତମେ ତାକୁ କାହାକୁ ବିଶ୍ୱାସ କରିବ? ତୁମେ କହିବ ଏଗୁଡାକ କେବଳ ବୁଦ୍ଧି, ବୁଦ୍ଧିର ମାରକାଞ୍ଚ କୁମାରକାଞ୍ଚ ହେଲା କପଟ ବା ଷଡ଼ଯନ୍ତ୍ର, ତେବେ ତୁମେ କଣ କହିବ? ଏଠି ଏସବୁ ଏଇଟା କିନ୍ତୁ ସତ କଥା, ଏସବୁ ମାନେ ଜ୍ଞାନର କପଟ, ବୁଦ୍ଧିର କପଟ, ନାଇଁ କି? ଏଇ ଯୋଉ ସାଇନ୍ସ କଥା କହିଲି, ଏଇ ଯୋଉ ମ୍ୟାଥ କଥା କହିଲି, ଅଙ୍କ ଶାସ୍ତ୍ର ବିଜ୍ଞାନ ଶାସ୍ତ୍ର କଥା, ତମେ ଏଇଗୁଡା ତମେ କହିବ ଆରେ ଏଇଟା ଏମିତି, ଏଠି ବଳୟ ଅଛି, ତୁ କଣ କହୁଛୁ ପାଦ ତଳେ ଲାଗିଛି, ତମେ ସେଠି ସାଙ୍ଗେ ସାଙ୍ଗେ କଣ କହିବ? ଏଗୁলো ସବୁ ବୁଦ୍ଧିର ଖେଳ, ବୁଦ୍ଧିର ଷଡ଼ଯନ୍ତ୍ର, ଏଗୁলো ବିଜ୍ଞାନର ଷଡ଼ଯନ୍ତ୍ର, ଏମିତି କହିବା ଗୋଟେ, ନାଇଁ କି? କହିବ ନା ନାଇଁ? ବାସ୍ତବ ଉଦ୍ଦେଶ୍ୟରେ ମୋ ଗୋଡ ଓ ଭୂଇଁ ମଝିରେ ପାର୍ଥକ୍ୟ ଏତେ କମ ଯେ ମୁଁ ଭୂଇଁରେ ଚାଲିଥିଲି କହିବା ହିଁ ସତ୍ୟ। ତେବେ ପ୍ରକୃତ ବାସ୍ତବ ଉଦ୍ଦେଶ୍ୟରେ, ପ୍ରକୃତ ସତ୍ୟ ଉଦ୍ଦେଶ୍ୟରେ ଯଦି ଆମେ ଜାଣିବା କଣ, ଆମ ପାଦ, ବୁଦ୍ଧି ଅନୁସାରେ ଆମ ପାଦ, ଯୋଉଟା ବିଜ୍ଞାନରେ ଅଛି, ପାଦ ମାଟି, ତାର ଭିତରେ ମଝିରେ ଯୋଉ ଦୂରତ୍ୱଟା ଏତେ କମ, ଏତେ କମ, ଏତେ କମ, ଯୋଉଟା ଆମେ ମେହସୁସ କରିପାରୁନା, ଯୋଉଟା ଆମେ ଅନୁଭବ କରିପାରୁନାହାନ୍ତି, ସେଇଥିପାଇଁ ଆମେ କହିଲେ ସେଇଟା ଥିଲେ ମଧ୍ୟ ବୁଦ୍ଧି କହୁଛି ଅଛି, ପ୍ରକୃତରେ ଅଛି, ବୁଦ୍ଧି କହୁଛି ମାନେ ଯଦି ବିଜ୍ଞାନ ବୁଝିବା ତାହେଲେ ଅଛି, କିନ୍ତୁ ଏତେ କମ ଯେ ଆମେ ତାକୁ ବିଶ୍ୱାସ ନ କରିକି ଆମେ କହୁଛେ ଆମ ପାଦ ଭୂଇଁରେ ଲାଗୁଛି। ସର୍ଟ କ୍ୱେଶ୍ଚନ ଏଇଠି ଅଛି ହେଲା, ଦେଖନ୍ତୁ ଦେଖନ୍ତୁ, ଏମିତି କହିବେନି ବାସ୍ତବତା ଉଦ୍ଦେଶ୍ୟରେ କଥା ଏଠି ପଡୁନି, ଏଇଟା ବାସ୍ତବତାର ଯଥାର୍ଥତା ଲକ୍ଷ୍ୟରେ ବା ଯଥାର୍ଥତା ଉଦ୍ଦେଶ୍ୟରେ ଏଠି କଥା ପଡେନି। ଏଠି କଣ କଥା ଅଛି? ଏଠି ଯାହା ଅଛି ତାରି କଥା, ସତ୍ୟର କଥା କହୁଛି। ତୁମର ଏଇ ସତ୍ୟତାର ଏଇ ବାସ୍ତବ ଉଦ୍ଦେଶ୍ୟ ବା ବାସ୍ତବ ଉଦ୍ଦେଶ୍ୟ ମାନେ କଣ? ଯଥାର୍ଥତା, ଯୋଉଟା ଯଥାର୍ଥତା ଲକ୍ଷ୍ୟ ବା ବାସ୍ତବ ଲକ୍ଷ୍ୟ, ଯେତେ ପାପ କରେ ଆଉ କେହି କରେ। ତ ଏଇ ଯୋଉ ବାସ୍ତବ କଥା ଯୋଉ ଲେଖକ କହିଲେ, ସେ ବାସ୍ତବତାଟା ଯେତେ ପାପ କରେ ଆଉ କେହି କରେନି, କହିବାର ଉଦ୍ଦେଶ୍ୟ କଣ? ଯେ ଆମେ ଏଇଟା ଠିକ ଏଇଟା ଭୁଲ ନ ଜାଣି ନ ଶୁଣି, କୋଉଟା କିଏ ଜ୍ଞାନ ବଳରେ ବୁଦ୍ଧି ବଳରେ ବାସ୍ତବ କଥାଟା ଏଇଟା ଠିକ, ଏଇଆକୁ ଆଖ୍ୟାନ ରଖିକି ଆମେ ପାପ କରିଚାଲୁ। ଆମେ ଯୋଉ ଅଧା ମିଛ ଅଧା ସତ, ଯୋଉଟା ଖଣ୍ଡି, ସେଇ କଥାଟା କୁହାଯାଉଛି। ଯେତେ ପାପ କର ସେଟା, ଯୋଉଠି ସତ୍ୟତା ଦେହ ସୁହା ହୁଏନି ସେଠି ବାସ୍ତବତା ଉଦ୍ଦେଶ୍ୟ, ଯୋଉଠି ସତ୍ୟତା ସତ କଥାଟା ତମ ଦେହ ସୁହା ହବନି, ଅର୍ଥାତ
ଏଇ କଥାଟା ଯୋଉ ଏଠି କହିଲେ ତମକୁ ସତଟା ତମ ଦେହ ଛୁଆ ହେଲା କି ତମକୁ ମାଟିଟା ଏଇଟା କିନ୍ତୁ ସତ ଯେ ମାଟି ଆଉ ପୃଥିବୀ ଭିତରେ ଗୋଟେ ବଳୟ ଅଛି ଆମ ପାଦ ଆଉ ମାଟି ଭିତରେ ଗୋଟେ ବଳୟ ଅଛି କିନ୍ତୁ ତମ ଦେହ ଛୁଆ ହେଲା କି ଦେହ ଛୁଆ ହେଲା ମାନେ କଣ ଦେହର ଅଭ୍ୟସ୍ତ ଯୋଉଟା କି ତମ ମନକୁ ପାଇଲାନି ତମକୁ ଫିଲ୍ କରୁଛ ମାଟିରେ ଗୋଡ ରଖିଛ ତ ଏଇଟା ସତ କିନ୍ତୁ ମାଟି ଆଉ ଗୋଡ ଭିତରେ ଗୋଟେ ବ୍ୟବଧାନ ଅଛି ଯୋଉଟା କି ଖାଲି ଏଥିରେ ଦେଖାଯିବ କେତେ କମ ବାସ୍ତବଟା ହେଲା ସେଟା ଅତି କମ ତ ତେଣୁ କରିକି କିନ୍ତୁ ସତ ହେଲା ଅଛି ସେ ସତଟା ତମ ଦେହ ଛୁଆ ହେଲା କି ବିଶ୍ୱାସ କଲ କି ତେଣୁ ତମେ କଣ କଲ ଯେ କିନ୍ତୁ ଜ୍ଞାନ କହୁଛି ବୁଦ୍ଧି କହୁଛି ଯେ ମାଟି ଆଉ ପାଦ ଭିତରେ ଗୋଟେ ଲେୟାର ଅଛି ତେଣୁକରି ତମେ କଣ ସେଠି କହୁଛ ଯେ ଠିକ ଅଛି ଲେୟାର ଅଛି କିନ୍ତୁ ସେ ଲେୟାର ଟା ଏତେ କମ ଯେ ଆମେ ସେଟାକୁ ବାଧ୍ୟ ବାସ୍ତବ ଅର୍ଥରେ ସେଟାକୁ ମାଟି ତଳେ କହିଲେ ବି ଚଳେ ଏମିତି ଆମେ ଗୋଟେ କଥା ବୁଝିଲୁ ଏଇଟା ଭୁଲ ନା ଏଇଟା ଠିକ ହେଇପାରିବ ଚଳିବ କହିଦେଲେ ବି ଚଳିବ ନୁହେଁ କି ଯେମିତି ପରେ ନରେ ବା ଗୁଞ୍ଜର ଅସୁସ୍ଥ ହାତ ଏଇଟା ମିଛ ଥିଲା ନୁହେଁ କି ତା ପୁଅ ମରି ନଥିଲା କିନ୍ତୁ କୃଷ୍ଣ ହରିହର ସେ ସବୁ କଥାବାର୍ତ୍ତା ଦରକାର ଅଛି ନିଜକୁ ନିଜର ଦରକାର ସେଟା ତେଣୁ ସେଠି କହିଦେଲେ ଚଳିବ ସେଇଟା ବାସ୍ତବ ମାନେ ଏଇଟା ମିଛ ହେଲେ ବି ମିଛ ନ ଅଳ୍ପ ମିଛ ମାନେ ସତ କହିଲେ ଚଳିବ ଏଇଭଳି କଥାକୁ ଆମେ ଉଠଉଛେ ତେବେ ସୁତରାଂ ବାସ୍ତବ ଉଦ୍ଦେଶ୍ୟ ତାହେଲେ ବହୁ ସୂକ୍ଷ୍ମ ସତ୍ୟର ବିପରୀତ ଅର୍ଥାତ ସୂକ୍ଷ୍ମ ମିଥ୍ୟା ଏଇ ଯୋଉ ବାସ୍ତବ ଉଦ୍ଦେଶ୍ୟ ଟା କଣ କି ହଁ କହିଦେଲେ ଚଳିବ ଏଇଟା ପ୍ରକୃତରେ ହେଲେ ଆମେ ମାଟି ତଳେ ଗୋଡ ଲାଗିନି ଏତେ କମ ଲାଗିଛି ବୋଲି ଆମେ ଭାବୁଛେ ଯେ ମାଟି ତଳେ ଲାଗିଛି କିନ୍ତୁ ଏତେ କମ ଲାଗିଛି ବୋଲି ଆମେ କହୁଛେ ମାଟିରେ ଗୋଡ ଲାଗି ଯାଇଛି ଏଇ କଥାକୁ ନେଇକି ଯଦି କହିବା ତେବେ ଏଇ ଉଦ୍ଦେଶ୍ୟଟା ହେବ ସୂକ୍ଷ୍ମ ସତ୍ୟର ବିପରୀତ ସୂକ୍ଷ୍ମ ହେଲା ସଠିକ ବା ଅତି କ୍ଷୁଦ୍ର ଅଳ୍ପ ସତ୍ୟର ବିପରୀତ ଅଳ୍ପ ମିଛ ଆମେ ଅଳ୍ପ ମିଛ କହିଲେ ଏଇଠି ନୁହେଁ ନରେବା ଗୁଞ୍ଜର ଅସୁସ୍ଥ ହାତ କହିଥିଲା ଅଳ୍ପ ଟିକେ ମିଛ କହିଥିଲା ସୂକ୍ଷ୍ମ ସତ୍ୟର ବିପରୀତ ଏଇଟା ହେଲା ସୂକ୍ଷ୍ମ ମିଥ୍ୟା ଅଳ୍ପ ମିଛ କହିଲା କିନ୍ତୁ ମିଛ ତ ମିଛ ନା କାହିଁକିନା ଆମେ ଆଗରୁ ପଢିଛେ ସତରୁ ଯେ ଉଦ୍ଭବ ଯାହା ତ ସେ ହେଲା ସତ୍ୟ ସତ୍ୟ କଥା ଟିକେ କଣ ସୂକ୍ଷ୍ମ କଣ ମୂଳ କଣ କିଛି ଆଉ ରହିବନି ସତ ମାନେ ସତ ସତ ମାନେ ହିଁ ସତ୍ୟ କିନ୍ତୁ ସେଇ ସତ୍ୟ ଜୟତ କଥା କହିକି ଆମେ ଅଳ୍ପ ଟିକେ ମିଛ କହିଦଉଛେ କିନ୍ତୁ କହୁଛେ ସେଇଟା ମଧ୍ୟ ସତ୍ୟରେ ଗଣାନ୍ତି ନାଇଁ କି ସେଇ କଥାରୁ ଆମେ ହେଲା ସତ୍ୟରେ ଗଣା ଏତିକି ପଢିବା ଆ ଭିତରେ କ୍ୱେଶ୍ଚିନ୍ ଅଛି କେତେଟା ବାକି ପଢିକି ଆସିବ ଆଉ ପରୀକ୍ଷା ତ ପରୀକ୍ଷା ପୂର୍ବରୁ କାଲି କ୍ଲାସ ଅଛି ନା କାଲି ତ ଆମର ଥାଏ ନା ମଙ୍ଗଳବାର କ୍ଲାସ କାଲି ରହିଲେ ଏ ବିଷୟଟା ସରିଦେବା ଆଉ କାଲି ଛୁଟି ଅଛି କାଲି ଛୁଟି ଅଛି କାଲି ପର୍ଯ୍ୟନ୍ତ ଛୁଟି ଅଛି ଛୁଟି ଦେଇଛି ଆର ମଙ୍ଗଳବାର ତ ସରିବ ତାହେଲେ ପରୀକ୍ଷା ପୂର୍ବରୁ ନ ସରିଲେ ଆର ପରେ ଗୋଟିଏ ବିଷୟ ପଡିଛି ସତ୍ୟମେବ ଜୟତେ ଖାଲି କାହିଁକିନା ତମର ଆଉ ବିଷୟ ଭିତରେ ଗୋଟିଏ ବିଷୟ ସବୁ ସହଜ ଲଭ ସବୁ ତମେ ତ ଏଇ ଯୋଉ ପୂର୍ବଟା ମଙ୍ଗଳବାର ତ କାହିଁ ଆସିଲନି ଦି ଚାରି ଜଣ ଆସିଥିଲେ ସାର୍ ମାନଙ୍କ କ୍ଲାସ କରୁ ମୁଁ ଭାବିଥିଲି ମଙ୍ଗଳବାର ଅଧା କ୍ଲାସ ପିଲା ବର୍ଷା ହଉଥିଲା ପିଲା କେହି ଆସିଲେନି ସେଇ ସାର୍ ଅଳ୍ପ ପିଲା ଅଛନ୍ତି ଆଉ ଆସିନାହାନ୍ତି କ୍ଲାସ ବନ୍ଦ କଲେ କ୍ଲାସ ସାର୍ କହିଲେ ଅଳ୍ପ ପିଲା ଆସୁଛନ୍ତି ବୋଲି କ୍ଲାସ ବନ୍ଦ ହେଲା ଆଉ ପିଲା ଆସିଲେନି ନହେଲେ ସେଦିନ ଅଧା ପଢା